ପ୍ରବେଶ କଲେ ଆଶ୍ରମ ଭିତରକୁ ଦେଖିଲେ 3 ଜଣ ନାରୀ ବନ୍ଧା ହୋଇଛନ୍ତି ଯଜ୍ଞ ଆହୁତି ଦଉଛି ବାବା ଆହୁତି ଦଉଛି ବାବା। 3 ନାରୀ କହିଲେ କିଏ ଆସିଛନ୍ତି ଆମକୁ ଉଦ୍ଧାର କର ନହେଲେ ଇଏ ଆମକୁ ଏ ଯଜ୍ଞକୁଣ୍ଡରେ ନିର୍ବାସିତ କରିବା ଆଉ ଏ ପୃଥିବୀର ସର୍ବଶ୍ରେଷ୍ଠ ଦେବତା ବୋଲେ। ହରିଶ୍ଚନ୍ଦ୍ର କହିଲେ ବ୍ୟସ୍ତ ହୁଅ ନାହିଁ ମନ୍ତ୍ରୀ ଭଲ ଅଛନ୍ତି 2 ଜଣ ନାରୀ। ହଁ ପରେ ମାରୁଛି ମନ୍ତ୍ରୀ ସୁମନ୍ତ ଯାଇ ଖୋଲି ଦେଇଛନ୍ତି ଯେତେବେଳେ ଖୋଲି ଦେଇଛନ୍ତି 3 ନାରୀ ବାହାରକୁ ପଳେଇ ଆସିଲେ। ପାଳେନି ସୁଜିନି ସୋନାନି ଗଣେଶ ଅପେକ୍ଷା କରି ଅଛନ୍ତି 3 ଜଣଙ୍କୁ ଧରିଲେ ନେଇକି ଚାଲିବେ। ହରିଶ୍ଚନ୍ଦ୍ର କହିଲେ ବାବାଜୀକି ପାନେ ଦବାକୁ ପଡ଼ିବ ନା ଯିଏ ନାରୀମାନଙ୍କୁ ସମ୍ମାନ ଦେଇ ଶିଖି ନାରୀମାନଙ୍କୁ ଯିଏ ଯଜ୍ଞ ଚୂପରେ ବାନ୍ଧିଛି ସେ ଗୋଟା ବାବାଜୀ ହେଇପାରିବ ଏଇଟା ଏଡ଼େ ମିଳିଲ ବାବାଜୀ ତାକୁ ବାବାଜୀ କହିଲେ ତୁଣ୍ଡରେ ଧରିଲେ ମହାପାପ ଲାଗିବ। ମତେ କହିଲେ ଆଉ ନା ନାହିଁ ରେ ଏଇଟା ବାବାଜୀ ନୁହଁ ଯଦି ବାବାଜୀ ହେଇଥାନ୍ତା ନାରୀମାନଙ୍କୁ ବାନ୍ଧି ନଥାନ୍ତା ନାରୀମାନଙ୍କୁ ଚିହ୍ନି ପାରିଥାନ୍ତା ପର ନାରୀ ମାତୃ ତୁଲିଆ ସିଏ କେବେ ହେଲେ ଏଭଳି ନାରୀମାନଙ୍କୁ କଷ୍ଟ ଦେବ। ଏଇଟା ବାବାଜୀ ନୁହଁ ଏଇଟା ହଉଛି ଗୋଟିଏ ଭଣ୍ଡ ବାବାଜୀ। ବାବାଜୀ କହିଲେ ବାପ ଲାଗିବ ବାବାଜୀ କହିଲେ 4 ଇଏ ତ ସେ 4 ବାଲା ନୁହେଁ। କର୍ମଟି ବହୁତ କରିବା ଦରକାର ନାହିଁ ସମୟ ନାହିଁ ଆଜି ଶେଷ କଲା ତ ତାକୁ ଟିକେ ଇଏ ବା ଅଛି କେଉଁ ମତେ ତାହାକୁ ଜାଣିବି କେବଳ ଜଣକୁ ଯଦି କମଳି ଭଲ ଲାଗୁଥିବ ଆଉ ବାହାରକୁ ଭଲ ଲାଗୁଥିବ ତେଣୁ ଯେତିକି ସବୁଥିରୁ କିଛି କିଛି ଖୋରାକ ଯୋଗାଇବା ଦରକାର। ଗୋଟିଏ ମାତ୍ରାରେ ଅଧିକା ହେଇଗଲେ ତରକାରୀ ଏତେ ଗଦେଇଲେ ଆମକୁ ଖାଇବି ଜିନିଷଟା ଭଲ ହେଇଥିବ ଅଳ୍ପ ତରକାରୀ ହେଇଥିବ ଭଲ ହେଇଥିବ ଖାଇବାକୁ ଆମର ଇଚ୍ଛା ହଉଥିବ କିନ୍ତୁ ହାଣ୍ଡିରେ ନଥିବ ତାହେଲେ ସେ ଜିନିଷର ସ୍ୱାଦ ଅଛି। ବଳିଥିବ ମନା ହେଇଥିବ ସେ କ'ଣ ଭଲ ହଁ ଶୁଣ ଖାଲି କହିଦେଉଛି ପ୍ରସଙ୍ଗରେ ବାବାଜୀ କାହାକୁ କହିଲା ରାଜା କହିଲେ ମୁଁ ଜାଣିଛୁ ବାବାଜୀଙ୍କର ଲକ୍ଷଣ ତ ବାବାଜୀ କାହାକୁ କହିଲା ଗୋଟିଏ ପଦ ଗାଉଛି ଦେଖ ଢେଙ୍କାନାଳ ଜିଲ୍ଲା ରେଢାଖୋଲ ଅଞ୍ଚଳର ଜାତିରେ କୁନ୍ଦ ଜନ୍ମରୁ ଅନ୍ଧ ଦେଖିଛନ୍ତି ଅନେକ ଛାତ୍ର ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ସନ୍ଥ ଭୀମ ଭୋଇ ଗୋଟିଏ ପଦ କହିବି।